ଗତକାଲି ଡକ୍ଟର ବନାରସୀ ନାଗେଶ୍ୱର ପାତ୍ରଙ୍କ ହୃଦ୍ଘାତରେ ମୃତ୍ୟୁବରଣ କରିଛନ୍ତି। 2016 ମସିହାଠାରୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଲଠାରେ ସିନିୟର ଡକ୍ଟର ଭାବେ ସେ କାର୍ଯ୍ୟରତ ଥିଲେ। ଡକ୍ଟରଙ୍କ ମୃତ୍ୟୁରେ ବ୍ରହ୍ମପୁର ସହର ଶୋକରେ ଛାୟା ଖେଳିଯାଇଛି। ଶଙ୍କର ଚକ୍ଷୁ ଚିକିତ୍ସାଳୟ ଡାଇରେକ୍ଟର ଡକ୍ଟର ସ୍ମିତା କୃଷ୍ଣମୂର୍ତ୍ତି, ସିଇଓ ଶ୍ରୀଯୁକ୍ତ ଆଶିଷ କୁମାର ଝା, ପିଆର୍ଓ ଆଣ୍ଡ ଲିଗାଲ ଆଡଭାଇଜର ଶ୍ରୀଯୁକ୍ତ ବି ଶ୍ରୀନିବାସ ରାଓ, ଜିଏମ୍ ଶ୍ରୀଯୁକ୍ତ ଆନନ୍ଦ ପ୍ରମନ, ଚିକିତ୍ସାଳୟର ସମସ୍ତ ଡକ୍ଟର, ଷ୍ଟାଫ୍ ଏବଂ ଷ୍ଟୁଡେଣ୍ଟ ବ୍ରହ୍ମପୁର ଗଜପତି ନଗର 7ମ ଲାଇନ୍ ସ୍ଥିତ ବନାରସୀ ନାଗେଶ୍ୱର ପାତ୍ରଙ୍କ ବାସଭବନ ଯାଇ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ଭଗବାନଙ୍କ ପାଖରେ ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ ବୋଲି ପ୍ରାର୍ଥନା କରିଥିଲେ। ସ୍ତ୍ରୀ, ପୁଅ, ନାତି, ନାତୁଣୀ ଏବଂ ବନ୍ଧୁବାନ୍ଧବଙ୍କୁ ଭେଟି ସାନ୍ତ୍ୱନା ଓ ସମବେଦନା ଦେଇଥିଲେ। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଟିଭି। Pokoknya